हेलो एवरीवन एंड समस्त को स्वागत पिरामिड क्लासेस को। होपफुली समस्त बहुत ही बढ़िया थिबा एंड समस्त प्रिपरेशन मध्य बहुत ही बढ़िया चलथिबो। साथी माने कुहा जाए निष्ठार सहित जदि आपण परिश्रम करूथिबे दिने ना दिने आपण निहाती भाबे सक्सेस। तो आज आम सहित अछंती शंकर प्रधान जे कि गंजाम डिस्ट्रिक्ट बरहमपुर रो बिलोंग्स करूछंती। 2018-19 रु तांकर कॉम्पिटिटिव जर्नी स्टार्ट हेतला जो वर्दी पिंदिबार स्वप्न से 2018-19 रु देखिथिले ଏବଂ ତା ପାଇଁ ତାଙ୍କର ମେହନତ ମଧ୍ୟ କରିବା ସେ ଷ୍ଟାର୍ଟ କରିଦେଇଥିଲେ। କୁହାଯାଏ ଯେ ଯୋଉଠି ସଂଘର୍ଷ ନାହିଁ ସେଠି ସଫଳତା ନାହିଁ, ତେଣୁ ତାଙ୍କୁ ବି ଏଇ ସଫଳତା ପାଇବା ପାଇଁ ବହୁତ ହି କିଛି ସଂଘର୍ଷ କରିବାକୁ ପଡିଛି। ସେ ସଂଘର୍ଷ ବହୁତ ହି ଲମ୍ବା ଥିଲା, ଯେମିତି କି ଇଣ୍ଡିଆନ ଆର୍ମିରେ ଦୁଇଥର ମେଡିକାଲରୁ କଟିଛନ୍ତି ଏବଂ ଏସଏସସି ଜିଡି ରେ ମଧ୍ୟ ଦୁଇଥର ଫାଇନାଲ ମେରିଟ ଲିଷ୍ଟରୁ ତାଙ୍କ ନାଁ ବାଦ ପଡିଛି। ୟା ପରେ ମଧ୍ୟ ସେ ତାଙ୍କର ଇଚ୍ଛା ଶକ୍ତି କଠୋର ଇଚ୍ଛା ଶକ୍ତିକୁ ରଖିଥିଲେ ତାଙ୍କ ଭିତରେ ଏବଂ ସେ ଜାଣିଥିଲେ କି ଯୋଉଠି ସଂଘର୍ଷ ଅଛି ସେଠି ସଫଳତା ଅଛି, ତେଣୁ ତାଙ୍କୁ ସଫଳତା ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡିବ। ଏବଂ ଫାଇନାଲି ଆଜି ତାଙ୍କ ସଂଘର୍ଷ ସଫଳତାରେ ପରିଣତ ହେଇଛି। ତ ସ୍ୱାଗତ କରିବା ଶଙ୍କରକୁ। ଶଙ୍କର, ସ୍ୱାଗତ ପିରାମିଡ କ୍ଲାसेस को। प्रथमे टिके निजर इंट्रोडक्शन ଦେଇଦେବେ, ସମସ୍ତେ ଆମକୁ ଦେଖୁଛନ୍ତି। ସାର୍ ନିଜ ନମସ୍କାର, ମୋ ନାଁ ଶଙ୍କର ପ୍ରଧାନ, ଗଞ୍ଜାମ ଡିଷ୍ଟ୍ରିକ୍ଟ ବ୍ରହ୍ମପୁର। ଆଚ୍ଛା ଶଙ୍କର, ଶଙ୍କର ଫାଇନାଲି 5 ବର୍ଷ 6 ବର୍ଷର ଅପେକ୍ଷା ପରେ ଆଜି ତୁମେ ତୁମର ସ୍ୱପ୍ନକୁ ସାକାର କରିଛ, ସେଇ ବର୍ଦ୍ଦି ପିନ୍ଧିଛ। ତ କେମିତି ଫିଲ୍ ହଉଛି? ସାର୍ ବହୁତ ଖୁସି ଲାଗୁଛି ସାର୍, ସିଲେକ୍ସନ ହୋଇଛି। ଆଚ୍ଛା, ଘରେ 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 ସମସ୍ତେ ଖୁସି ଅଛନ୍ତି? ହଁ ସାର୍, ସମସ୍ତେ ବହୁତ ଖୁସି ଅଛନ୍ତି। ମା ଖୁସି ଅଛନ୍ତି, ଚାକିରି ହେଇଗଲା? ହଁ ସାର୍, ହଁ ସାର୍, ଠିକ। ସମସ୍ତେ ଖୁସି ଆଚ୍ଛା ଅଛନ୍ତି, ଭାଇ ଭଉଣୀ ମା। ଆଚ୍ଛା ଶଙ୍କର, ଗୋଟେ କଥା କହିବି କି ଚାରି ଚାରି ଥର କଟିବା ପରେ କେମିତି ତୁମେ ପୁଣି ତମ ନିଜକୁ ତୟାରୀ କଲ ଏଇ ଆଇଆରବି ଓଏସଏବି ଏକ୍ସାମ? ସାର୍ ମୁଁ ତ ପ୍ରଥମ ଥର 2019ରେ ଆର୍ମିରେ ଦେଇଥିଲି। ମୋର ହୁଁ ହୁଁ। ଏଲିଫୁଟ ଟେଷ୍ଟ ମେଡିକାଲରେ ରିଜେକ୍ଟ କରିଥିଲି। ପୁଣି ଥର ଆଚ୍ଛା। 2021ରେ ଦେଇଥିଲି ଆର୍ମିରେ ହିଁ, ସେଥିରେ ବି ଏଲିଫୁଟ ଟେଷ୍ଟ ରିଜେକ୍ଟ କରିଦେଇଥିଲେ। ହୁଁ ପୁଣି ହୁଁ ଥରେ ହୁଁ ମୋ ବଡ ଭାଇ ସେଇଠି ଜିଡିରେ ପକାଇବା ପାଇଁ କହିଲେ ଆପ୍ଲିକେସନ। ହୁଁ ଆଉ ହୁଁ ହୁଁ ସେଠୁ ମୋର ରିଜେକ୍ଟ ଆଉଟ ହେଇଯାଇଥିଲି। ହୁଁ ହୁଁ ପୁଣି ଆଉଥରେ 2024ରେ ରିଜେକ୍ଟ ହେଇଯାଇଥିଲି। ହୁଁ 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 ପୁଣି ଥରେ ଆମ ଭାଇ କହିଲେ ୟୁଟ୍ୟୁବରେ ଦେଖି ପିରାମିଡ କ୍ଲାସକୁ, କହିଲେ ହୁଁ ଏଇ କ୍ଲାସକୁ ପରଚେଜ କରେ। ହୁଁ ମୁଁ ହୁଁ ଆଉଥରେ ଆପ୍ଲିକେସନ ଯାଇକି ପରଚେଜ କଲି। ହୁଁ ହୁଁ ହୁଁ। ପରଚେଜ କଲା ପରେ ସେଠି ଦେଖିଲି ଯେ ଏତିକି ଡାଉଟ ସବୁ ସାର୍ ମାନେ ପୁରା ଇଜିରେ କ୍ଲିୟର କରି ଦେଇଥାନ୍ତି। ଆଚ୍ଛା ତ ମୁଁ ଏକ୍ଜାମ ଟା ଆରାମରେ କ୍ଲିୟର କରିଦେଲି। ଆଚ୍ଛା। ତ ଶଙ୍କର, କହିବା ତମର କଥା କି ପିରାମିଡ କ୍ଲାसेସ ସହିତ ଯୋଡି ହବା ପରେ ତମର ଯୋଉ ପ୍ରୋବ୍ଲେମ ଥିଲା ପାଠ ପଢାରେ, ଟିକେ ଯୋଉ ଡାଉଟ ଫାଉଟ ଥିଲା, ଏ ସବୁ ଜିନିଷ କ୍ଲିୟର ହେଇଗଲା। ହଁ ସାର୍। ଆଚ୍ଛା ଶଙ୍କର, ଆଜିକା ଡେଟରେ ରିଟିନ ଯେତିକି ଗୋଟେ ଏକ୍ସାମ କ୍ଲିୟର କରିବାରେ ବା ଏକ୍ସାମ କ୍ଲିୟର କରିକି ଫାଇନାଲ ମେରିଟ ଲିଷ୍ଟ ଆସିବାରେ ରିଟିନ ଯେତିକି ଭୂମିକା ରଖୁଛି, ଫିଜିକାଲ ମଧ୍ୟ ସେତିକି ଭୂମିକା ରଖୁଛି। ଏବଂ ଏଥର ଓଏସଏବି ଆଇଆରବି ରେ ଆମେ ଦେଖିଲେ ଯୋଉ ଫିଜିକାଲ ଥିଲା କି ହାଇ ଜମ୍ପ 4.5 ଫୁଟ ର ଥିଲା। ତ ସେଇଟା କଣ କେମିତି ତମେ କ୍ଲିୟର କଲ? ଫିଜିକାଲ କଣ କେମିତି କରୁଥିଲ, ଟିକେ ଆମକୁ ଯୋଉମାନେ ଦେଖୁଛନ୍ତି, ଆଜିକା ଡେଟରେ ଫିଜିକାଲ ମଧ୍ୟ ସମସ୍ତଙ୍କ ପାଇଁ ଗୋଟେ ବଡ ଚ୍ୟାଲେଞ୍ଜ ହେଇଛି, ତ ତାଙ୍କ ପାଇଁ କଣ କହିବ? ସାର୍ ମୋ ତ ହାଇ ଜମ୍ପ ହେଇଯିବାର ଆଗେ, ତ ହୁଁ ମୋର ଏବେ ଟିକେ ଗୋଡ ଟିକେ ପ୍ରୋବ୍ଲେମ ଥିଲା, ଏଲୁବୋଟା ଟିକେ ନକନିଟା ଟିକେ ଯୋଉ ଏଙ୍କଲ ଟା ପ୍ରୋବ୍ଲେମ ଥିଲା, ମୋଡି ହେଇଯାଇଥିଲା ପ୍ରାକ୍ଟିସ କଲା ଆଚ୍ଛା ବେଳେ ଆଚ୍ଛା। ହାଇ ଜମ୍ପ। ତ ହୁଁ ହୁଁ ମୋର ଟିକେ ଡର ଥିଲା ଫିଜିକାଲି କ୍ଲିୟର ହବ କି ନାହିଁ। ତ ହୁଁ ମୁଁ ଯେତେବେଳେ ଫିଜିକାଲ ଟେଷ୍ଟ ଗଲି, ଫାଷ୍ଟ ଆମର ଲଙ୍ଗ ଜମ୍ପ କଲେ, ପୁଣି ହୁଁ ହାଇ ହୁଁ ଜମ୍ପ ପାଇଁ ନେଲେ। ତ ହାଇ ଜମ୍ପ ରେ ମୁଁ 2 ଥର ଯାକ କରିପାରିଲିନି। ତ ଲାଷ୍ଟ ଚାନ୍ସ ରେ ମୁଁ ବହୁତ ଲାଷ୍ଟ ଚାନ୍ସ କ୍ରିଟିକାଲ ରେ କଲି, ମୋର ଗୋଡ ଟିକେ ଖରାପ ଥିଲା। ଆଚ୍ଛା। ପୁଣି ଆମକୁ ରନିଂ ପାଇଁ ନେଲେ ଆଉ ଗୋଟେ ସାଙ୍ଗକୁ। ହୁଁ ହୁଁ ସେଠି ଆମେ ତାକୁ 250 ପିଲାକୁ ଡାକିଥିଲେ ହୁଁ ଫାଷ୍ଟ ହୁଁ ଦିନ। ହୁଁ 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 ସେଥିରୁ 180 କରିଥିଲେ। ସେଇ 80 ଜଣରୁ ପ୍ରାୟ ଲଙ୍ଗ ଜମ୍ପ ହାଇ ଜମ୍ପ ରେ କଟିଗଲେ। ହୁଁ ଆମ 30 ଜଣ ଯାଇଥିଲୁ ରନିଂ ପାଇଁ, ହୁଁ ସେଠି ହୁଁ ସବୁ ହୁଁ। 16 ଜଣ ଆମେ ସିଲେକ୍ଟ ହେଇଥିଲୁ। ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଗୋଟେ ବଡ କଥା, ମୁଁ ଯୋଉମାନେ ଦେଖୁଛନ୍ତି ମୁଁ ତାଙ୍କୁ ଜଣେଇ ଦେବାକୁ ଚାହିଁବି
ଯେ ଶଙ୍କର ଆମ ସହିତ ପିରାମିଡ କ୍ଲାसेସ୍ ସହିତ ଆଇଏବି ଓଏସଏବି ବ୍ୟାଚ୍ ରେ ଜଏନ୍ ହେଇଥିଲେ। ବଡ କଥା ହଉଛି ଆଜି ବି ଭିଡିଓ କଲ୍ ରେ ଆପଣ ଯେତେବେଳେ ତାଙ୍କୁ ଦେଖୁଛନ୍ତି ଯେ ଇଣ୍ଟରନେଟ ର ଟିକେ ଅସୁବିଧା ରହିଛି ତାଙ୍କର ଗାଁ ପାଖରେ, କିନ୍ତୁ ସେଥିରେ ବି ସେ ହାର ମାନି ନାହାନ୍ତି। ଯେତେବେଳେ କ୍ଲାସ ହୁଏ ସେ ବହୁତ ଟାଇମ କୁହନ୍ତି କି ସାର୍ ମୁଁ ବାହାରେ ଯାଇକି କ୍ଲାସ କରୁଛି, ଖରାରେ ଛାତରେ କୋଉଠି ବି ବସିକି, କାରଣ ଡିଫରେଣ୍ଟ ଡିଫରେଣ୍ଟ ଟାଇମ ଗୁଡାକରେ କ୍ଲାସ ହଉଥିଲା। ସକାଳେ ଇଭିନିଂ ରେ ତ ହଉନଥିଲା, କାରଣ ତୁମେ ମାନେ ରନିଂ ଯାଉଥିଲେ, ଯୋଉମାନେ ଯୋଡି ହେଇଥିଲେ ବ୍ୟାଚ୍ ଜାଣିଥିବେ। ତ ସେଇ ଯୋଉ ଟାଇମ ରେ ମଧ୍ୟ ସେ ବାହାରେ ଯାଇକି ଖରାରେ ବି ମଧ୍ୟ କ୍ଲାସ କରିଛନ୍ତି। ଆଉ ଯୋଉଠି ପରିଶ୍ରମ ଅଛି, ଯୋଉଠି ଲଗନ ସହିତ ଆପଣ ପରିଶ୍ରମ କରିବେ ନିହାତି ଭାବେ ସକ୍ସେସ ପାଇବେ, ଯାହାର ଆଜି ଜ୍ୱଳନ୍ତ ଉଦାହରଣ ଶଙ୍କର ସାଜିଛନ୍ତି। ଏବଂ ଶଙ୍କର ଆଜିକା ଡେଟରେ ହାଇ ଜମ୍ପ ପାଇଁ କଣ କରିବାକୁ ପଡିବ, ଯୋଉମାନେ ଆମକୁ ଦେଖୁଛନ୍ତି ତାଙ୍କୁ ଟିକେ କଣ କହିବେ, କେମିତି ଫିଜିକାଲ ପାଇଁ ସେମାନେ ପ୍ରିପାରେସନ କରିବେ? ସାର୍ ମୋର ତ ସେତେ ଏକ୍ସପିରିଏନ୍ସ ନାହିଁ, ମୁଁ ଟିକେ ହାଇ ଜମ୍ପ ଆମ ତ କହିଲେ ମାଗିବା ନାହିଁ ଆମ ଆର୍ମିରେ ଥିବେ, ତ ଆମେ ହୁଁ ହୁଁ ରନିଂ ପ୍ରାକ୍ଟିସ କରିବାର ତ ପ୍ରୋବ୍ଲେମ ହେଇଯାଇଥିଲା, ଟଚ୍ ନଥିଲା ହାଇ ଜମ୍ପ ରେ। ହୁଁ ତ ହୁଁ ହୁଁ ଧୀରେ 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 ଟିକେ ପ୍ରାକ୍ଟିସ ଟିକେ ଅଧିକ ଦେବାର ଏଇଟା ଗୋଟେ ଗୁରୁତ୍ୱ ହାଇ ଜମ୍ପ ଟାକୁ। ହୁଁ ହୁଁ ତ ହୁଁ। ତା ଆଚ୍ଛା ଅଧିକ ଏଇଠି ଗୋଟେ, ଟାଇମ ଦେଲି। ହଁ ହଁ ଏଇଠି ଗୋଟେ କଥା କି ହଁ ଶଙ୍କର ସେ ଆର୍ମି ପାଇଁ ପ୍ରିପାରେସନ କରୁଥିଲେ, ଏସଏସସି ଜିଡି ପାଇଁ ପ୍ରିପାରେସନ କରୁଥିଲେ, ଯୋଉଠି କି ହାଇ ଜମ୍ପ ବିଲକୁଲ ଭାବେ ନଥିଲା। କିନ୍ତୁ ଯେହେତୁ ଦୁଇ ଦୁଇ ଥର ସେ ମେରିଟ ଲିଷ୍ଟ ରୁ ବାଦ ପଡିବା ପରେ ତ ତାପରେ ଆଇଆରବି ଓଏସଏଫ ପାଇଁ ପ୍ରିପାରେସନ କରିଥିଲେ, ଯୋଉଠି ହାଇ ଜମ୍ପ ଥିଲା। ତେଣୁ ସେ ତାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ସହିତ ହାଇ ଜମ୍ପକୁ ନେଇଥିଲେ ଏବଂ ବାର ବାର ପ୍ରାକ୍ଟିସ କରିବା ଦ୍ୱାରା ହାଇ ଜମ୍ପ ତାଙ୍କର ମଧ୍ୟ ହେଇଥିଲା। ତ ତୁମର ନିହାତି ଭାବେ ହବ। ଏବଂ ଶଙ୍କର ଆମ ସହିତ ଯୋଉମାନେ ଯୋଡି ହେଇଛନ୍ତି, ଏବେ ଆଗକୁ ଓଆଇଏସଏଫ ଆସୁଛି, ଡିଷ୍ଟ୍ରିକ୍ଟ କନଷ୍ଟେବଲ ଆସିବ, ଏକ୍ସାଇଜ କନଷ୍ଟେବଲ ଆସିବ। ସେମାନେ ତାଙ୍କର ପାଠ ପଢାର ପ୍ରିପାରେସନ କେମିତି କଣ କରିବେ, ତାକୁ ଟିକେ ତୁମେ କଣ ଗାଇଡ କରିବ? ସାର୍ ମୁଁ ତ ଅନଲାଇନ କ୍ଲାସ ବି ଜାଣିନଥିଲି, ଆମ ବଡ ଭାଇ କହିଲେ ୟୁଟ୍ୟୁବରେ ଦେଖିକି, ହୁଁ ହୁଁ କହିଲେ କ୍ଲାସ ଜଏନ କର ତୁ, ତ ସେଠି ଏକ୍ଜାମ ଆରାମ ସେ କ୍ଲିୟର ହବ, ସବୁ ନୋଟ ଫୋଟ ସବୁ ତାଙ୍କେ ଦଉଛନ୍ତି ଅନଲାଇନ ଆପ୍ଲିକେସନ ରେ। ତ ହୁଁ ଆମ ହୁଁ ଭାଇ କହିବା, ବଡ ଭାଇ କହିଲେ ହୁଁ ମୁଁ ହୁଁ ହୁଁ ଆପ୍ଲିକେସନ ଯାଇକି ପରଚେଜ କଲି କ୍ଲାସ। ହୁଁ ହୁଁ ତ ହୁଁ ସେଇଠୁ ଜାଣିବାକୁ ପାଇଲି ଯେ ସାର୍ ମାନେ ବହୁତ ଖୁସିରେ ଆମ ଡାଉଟ ଯାକ କ୍ଲିୟର କରିଦେଉଛନ୍ତି। ହୁଁ 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 ତ ହୁଁ। ନୋଟ ବି ସବୁ ଦଉଛନ୍ତି, ଇମ୍ପୋର୍ଟାଣ୍ଟ ଆଚ୍ଛା ଇମ୍ପୋର୍ଟାଣ୍ଟ ନୋଟ, କରେଣ୍ଟ ଆଫେୟାର ସବୁ ଦଉଛନ୍ତି। ତ ପଢିଲି ସେଠୁ ଯାଇକି। ଠିକ ଅଛି। ଓକେ ଶଙ୍କର, ବହୁତ ବହୁତ ଧନ୍ୟବାଦ ଆଚ୍ଛା ତୁମର ମୂଲ୍ୟବାନ ସମୟ ଦେଇକି ଯୋଡି ହେଇଥିବାରୁ। ଆଉ କେବେ ଜଏନିଂ ତ 17 ତାରିଖ ଅଛି, ପୁଣି କେବେ ତୁମେ ଭୁବନେଶ୍ୱର ହଁ ସାର୍। ଆସିଲେ ଆସିବ, ନୟାପଲ୍ଲୀରେ ରହିଛି କ୍ଲାସ, ନିହାତି ଭାବେ ଆସିବ, ଆମେ ତୁମର ଅପେକ୍ଷାରେ ରହିଲୁ। ଓକେ, ସୋ ଆଇ ହୋପ ଏ ଭିଡିଓ ସମସ୍ତଙ୍କ ପାଇଁ ଇନ୍ସପିରେସନ ନିହାତି ଭାବେ ହବ। ସୋ ଜୟ ଜଗନ୍ନାଥ, ଦେଖା ହବା ନେକ୍ସଟ ଭିଡିଓରେ, ନେକ୍ସଟ ସେସନରେ। ଥ୍ୟାଙ୍କ ୟୁ ଏଭ୍ରିୱାନ, ଥ୍ୟାଙ୍କ ୟୁ।